ଆସନ୍ତୁ ଜାଣିବା ଆଜିର 15ଟି ମହତ୍ତ୍ୱପୂର୍ଣ୍ଣ ଅନୁଚିନ୍ତା। ନମ୍ବର 1, ସିନ୍ଦୁର ପିନ୍ଧିବା ବେଳେ ଯଦି ଫରୁଆଟି ହାତରୁ ଖସି ପଡ଼ି କିମ୍ବା ମଙ୍ଗଳସୂତ୍ର ଛିଡ଼ିଗଲେ ମା ବୃନ୍ଦାବତୀଙ୍କ ପାଖରେ ଦୀପଟିଏ ଜାଳିବା ସହିତ ବେଙ୍ଗୁନିଆ ଡାଲଟିଏ ଭାଙ୍ଗିଦେବା ଉଚିତ। ନମ୍ବର 2, ବିବାହ ପରେ ନାରୀ ଏହିସବୁକୁ ବାଣ୍ଟନ୍ତୁ ନାହିଁ। ମେହେନ୍ଦିକୁ ଅନ୍ୟ କାହା ସହିତ ସେୟାର କରନ୍ତୁ ନାହିଁ। ଏହାଦ୍ୱାରା ସ୍ୱାମୀଙ୍କର ଆପଣଙ୍କ ପ୍ରତି ଆକର୍ଷଣ କମିଯାଇଥାଏ। ନମ୍ବର 3, ବିନ୍ଦି ନିଜ ମଥାରୁ ବିନ୍ଦି କାଢ଼ି ଅନ୍ୟ ମହିଳାଙ୍କୁ ଦିଅନ୍ତୁ ନାହିଁ। ଏହା ବହୁତ ଅଶୁଭ ହୋଇଥାଏ। ନମ୍ବର 4, ଚୁଡ଼ି ଓ ପାଉଁଜି ଏହି ଜିନିଷକୁ କାହାକୁ ସେୟାର କରନ୍ତୁ ନାହିଁ। ଏଥିଦ୍ୱାରା ସ୍ୱାମୀଙ୍କର ଆପଣଙ୍କ ପ୍ରତି ଭଲ ପାଇବା କମିଯାଏ, ତେଣୁ ଏଥିପ୍ରତି ଧ୍ୟାନ ଦେବା ଉଚିତ। ନମ୍ବର 5, କାଜଲକୁ କାହା ସହିତ ମଧ୍ୟ ସେୟାର କରିବା ଉଚିତ ନୁହେଁ। ଏହାଦ୍ୱାରା ନିଜ ସ୍ୱାମୀ ସହିତ ଭଲ ପାଇବା କମ୍ ହୋଇଯାଏ। ନମ୍ବର 6, ନାରୀମାନେ ପ୍ରତ୍ୟେକ ଦିନ ସ୍ନାନ ପରେ ସିନ୍ଦୁର ପିନ୍ଧିବା ସହିତ ନିଜ ଗଭାରେ ଏକ ଧଳା ରଙ୍ଗର ଫୁଲ ପିନ୍ଧନ୍ତୁ। ଅନେକ ଶୁଭ ଫଳ ପ୍ରାପ୍ତ ହୋଇଥାଏ। ନମ୍ବର 7, ସିନ୍ଦୁର ଆମ ହିନ୍ଦୁ ଧର୍ମର ସିନ୍ଦୁରରେ ଅନେକ ମହତ୍ତ୍ୱ ରହିଛି। ଏହା ବିବାହିତ ସ୍ତ୍ରୀର ଗହଣା ଅଟେ, କିନ୍ତୁ ସେମାନଙ୍କୁ ସର୍ବଦା ନିଜ ସିନ୍ଦୁର ଅନ୍ୟ ମହିଳାଙ୍କ ସହ ସେୟାର ନ କରିବା ଦରକାର। ନମ୍ବର 8, ମା'ମାନେ 5 ଜାଗାରେ ସିନ୍ଦୁର ପିନ୍ଧିବା ଉଚିତ। ଆଜ୍ଞାଚକ୍ର, ସିନ୍ଥି, କାନ, ଗଳା ଏବଂ ଚୁଡ଼ିରେ। ନମ୍ବର 9, ନାରୀମାନେ ସ୍ନାନ ପରେ ନିଜର ଆଙ୍ଗୁଳିରେ ସିନ୍ଦୁର ପିନ୍ଧନ୍ତୁ ନାହିଁ। କେବଳ ରୂପା କଣ୍ଟା କିମ୍ବା ଝିଙ୍କ କାଠିରେ ସିନ୍ଦୁର ପିନ୍ଧନ୍ତୁ। ନମ୍ବର 11, ପୁରୁଷର ଡାହାଣ ହାତ ପାପୁଲି ଓ ନାରୀର ବାମ ହାତ ପାପୁଲି କୁଣ୍ଡାଇ ହେଲେ ଶୁଭ ଫଳ ମିଳିଥାଏ ଏବଂ ପୁରୁଷ କାନରେ କେଶ ବଢ଼ିଲେ ଶୁଭ ହୋଇଥାଏ। ନମ୍ବର 11, ପ୍ରତିଦିନ ସକାଳେ ନିଦରୁ ଉଠିବା ପରେ ଅଳ୍ପ କଞ୍ଚା କ୍ଷୀର ସହିତ ଫାଳେ ଲେମ୍ବୁ ରସ ନିଜ ମୁହଁରେ 1 ମାସ ଲଗାନ୍ତୁ। ଆପଣଙ୍କ ମୁହଁର ସୁନ୍ଦରତା ବୃଦ୍ଧି ପାଇବ। ନମ୍ବର 12, ଯେଉଁ ବ୍ୟକ୍ତି ସବୁବେଳେ ନିଜ ପାଖରେ ଗୋଟିଏ ମୟୂର ପଂଖ ରଖିଥାଏ, ତାକୁ ଭଗବାନ ସବୁ ବିପଦରୁ ରକ୍ଷା କରିଥାନ୍ତି। ସେ ସବୁବେଳେ କିଛି ନା କିଛି ବଡ଼ ବିପଦରୁ ବଞ୍ଚିଯାଏ। ନମ୍ବର 13, ଧଳା ପେଚା ଘର ଉପରେ ବସିଲେ, ଘର ଭିତରେ ପଶିଲେ ବା ରାସ୍ତାରେ ଦେଖିଲେ ଶୁଭ, କିନ୍ତୁ କଳା ପେଚା ଦେଖିଲେ ତାର ବିପରୀତ ହୋଇଥାଏ। ନମ୍ବର 14, ବାସ୍ତୁଶାସ୍ତ୍ର ଅନୁସାରେ ଶୁକ୍ରବାର ଦିନ ସକାଳୁ ଧଳା ବସ୍ତ୍ର ପିନ୍ଧି ଲକ୍ଷ୍ମୀଙ୍କୁ ପଦ୍ମ ଫୁଲ ଅର୍ପଣ କରିବା ଦ୍ୱାରା ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ। ନମ୍ବର 15, ଶୟନ କକ୍ଷରେ ଆଲମାରୀ ନୈଋତ୍ୟ ବା ଦକ୍ଷିଣକୁ ଖୋଲିବା ଠିକ୍ ନୁହେଁ। ଯଦି ଆଲମାରୀରେ ଟଙ୍କା, ଗହଣା ଆଦି ରହିଥାଏ, ତାହାପରେ ଏପରି କରିବା ଉଚିତ ନୁହେଁ। ଦକ୍ଷିଣକୁ ଛାଡ଼ି ଅନ୍ୟ ଦିଗକୁ ମୁହଁ କରି ରଖିବା ଉଚିତ। ଧନ୍ୟବାଦ ଦର୍ଶକ ବନ୍ଧୁ। ଭିଡ଼ିଓଟି ଯଦି ଭଲ ଲାଗିଥାଏ ତାହେଲେ ଭିଡ଼ିଓକୁ ଲାଇକ୍ କରିଦିଅନ୍ତୁ ଆଉ ଏମିତି ଭଲ ଭଲ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଜୟ ଜଗନ୍ନାଥ।